ଆଲୋଚନା କରିବା ଭାଷା କ'ଣ, ଭାଷାରେ ବ୍ୟବହୃତ ଧ୍ୱନି, ଲିପି, ଅକ୍ଷର, ବର୍ଣ୍ଣ, ବର୍ଣ୍ଣମାଳା ଏହିସବୁ ମୌଳିକ କଥା ଗୁଡ଼ିକ ବିଷୟରେ ବର୍ତ୍ତମାନ ଆମେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା। ପ୍ରଥମେ ଜାଣିବା ଭାଷା। ଆମେ ସମସ୍ତେ ଏହି କଥାଟି ଭଲ ଭାବେ ଜାଣୁ ଯେ ଭାଷା ହେଉଛି ମନର କଥାକୁ ବା ଭାବକୁ ପ୍ରକାଶ କରିବାର ଏକ ମାଧ୍ୟମ। ଆମ ମନରେ କ'ଣ ଘଟୁଛି, ଆମକୁ ଭୋକ ଲାଗୁଛି, ଆମକୁ ଖାଇବାକୁ କିଛି ଆବଶ୍ୟକତା ରହିଛି, ଯେତେ ଯାଏଁ ଆମେ ଜଣକୁ ଭାଷା ମାଧ୍ୟମରେ କିମ୍ବା କୌଣସି ପ୍ରକାର ମାଧ୍ୟମ ଜରିଆରେ ତାକୁ ସୂଚନା ନ ପ୍ରଦାନ କରୁଛେ, ତେବେ ଜଣେ ତାହା ଜାଣିପାରିବ ନାହିଁ ଏବଂ ଆମକୁ ଉପଯୁକ୍ତ ଭାବରେ ତା'ର ଯେଉଁ କର୍ତ୍ତବ୍ୟ ସେ ଆମ ପ୍ରତି ତାହା ସମ୍ପାଦନ କରିପାରିବ ନାହିଁ। ଯେପରି ଆମକୁ ଖାଦ୍ୟ ପ୍ରଦାନ କରିବା ହେଉ କିମ୍ବା ଅନ୍ୟାନ୍ୟ ସାହାଯ୍ୟ ସହଯୋଗ ଅନ୍ୟ ଜଣେ କରିପାରିବ ନାହିଁ। ଏଣୁ ସମାଜରେ ଚଳିବାକୁ ହେଲେ ମନୁଷ୍ୟ ଯେହେତୁ ସାମାଜିକ ପ୍ରାଣୀ, ସମାଜର ପ୍ରତ୍ୟେକଟି ବ୍ୟକ୍ତି ବିଶେଷଙ୍କ ସହିତ ଏହିଭଳି ଏକ ମାଧ୍ୟମ ଯାହାକୁ ଆମେ ଭାଷା ବୋଲି ଗ୍ରହଣ କରିବା, ଏହି ଭାଷା ମାଧ୍ୟମରେ ନିଜର ମନର କଥାକୁ ଅନ୍ୟ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ନିଜର ମତକୁ ନିଜର ଚିନ୍ତାଧାରାକୁ ଅନ୍ୟ ଆଗରେ ପରିବେଷଣ କରିବାର ଏହି ମାଧ୍ୟମ ହେଉଛି ଭାଷା। ତେଣୁ ଭାଷା ଯେହେତୁ ମଣିଷର ମନର ଭାଷା, ମନର କଥାକୁ ପ୍ରକାଶ କରେ ବା ମନର ଭାବଟାକୁ ପ୍ରକାଶ କରିବାର ଏକ ମାଧ୍ୟମ ହେଉଛି ଏହି ଭାଷା। ତେଣୁ ଏହି ଭାଷାର ବିଜ୍ଞାନ ଭିତ୍ତିକ ଅଧ୍ୟୟନ ଜରୁରୀ ମନେ ହୁଏ। ତେଣୁ ଭାଷାକୁ ଯେକୌଣସି ଭାଷା, ସେ ଓଡ଼ିଆ ହେଉ, ସଂସ୍କୃତ ହେଉ, ହିନ୍ଦୀ ହେଉ, ତାମିଲ ହେଉ କିମ୍ବା ବଙ୍ଗାଳୀ ହେଉ, ତେଲୁଗୁ ହେଉ ଇତ୍ୟାଦି ଇତ୍ୟାଦି ପୃଥିବୀରେ ଯେତେ ଭାଷା ରହିଛି ସେସବୁକୁ ଅଧ୍ୟୟନ କରିବାକୁ ହେଲେ ପ୍ରଥମେ ଆମକୁ ଜାଣିବାକୁ ପଡ଼ିବ ଏ ଭାଷାର ଉତ୍ପତ୍ତି, ଏହି ଭାଷା ସହିତ ସମ୍ବନ୍ଧିତ ଧ୍ୱନି ବିଜ୍ଞାନ ବା ଫୋନେଟିକ୍ସ ଇତ୍ୟାଦିର ଧାରଣା ଅପରିହାର୍ଯ୍ୟ। ଏଣୁ ଆଜି ଆମେ ଆଲୋଚନା କରିବା ଧ୍ୱନି ବିଜ୍ଞାନ। ଯେକୌଣସି ଭାଷାକୁ ଆମେ କିଛି ଧ୍ୱନି ଆମର ମୁଖରେ ଉଚ୍ଚାରଣ କରି ପ୍ରକାଶ କରିଥାଉ। ତେଣୁ ଧ୍ୱନି ବିଜ୍ଞାନ ବିଷୟ ଆଲୋଚନା କଲାବେଳେ ଏହି ଧ୍ୱନି କ'ଣ, ଭାଷିକ ଧ୍ୱନି କ'ଣ, ବର୍ଣ୍ଣ କ'ଣ, ଅକ୍ଷର କ'ଣ, ଧ୍ୱନିମ୍ କ'ଣ, ସ୍ୱନିମ୍ କ'ଣ ବା ସଂସ୍ୱନ କ'ଣ, ଏଇଗୁଡ଼ିକ କଥା ଆସେ। ତେଣୁ ପ୍ରଥମେ ଆମେ ସେହି ଭିତରେ ଆଲୋଚନା କରିବା ଧ୍ୱନି କ'ଣ। ଧ୍ୱନି ଯାହାକି କମ୍ପନ ସୃଷ୍ଟି ହେବା ହେତୁ ସୃଷ୍ଟି ହୁଏ। ଘଣ୍ଟ ଧ୍ୱନି ହେଉ କିମ୍ବା ବିଭିନ୍ନ କଂସା ବାସନକୁସନ ତଳେ ପଡ଼ିଗଲେ ଯେଉଁ ଧ୍ୱନି, ଶଙ୍ଖ ଧ୍ୱନି କିମ୍ବା ପଶୁ ପକ୍ଷୀ ମନୁଷ୍ୟ ସମସ୍ତଙ୍କର ରାବ ବା ଧ୍ୱନି। ତେଣୁ ଏହି ଧ୍ୱନି ଦ୍ୱାରା ଆମେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ବାର୍ତ୍ତା ବା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ବାର୍ତ୍ତା ପ୍ରଦାନ କରୁ। ତେଣୁ ପଶୁ ପକ୍ଷୀ, କଳକାରଖାନା, ଗାଡ଼ି ମଟର ଇତ୍ୟାଦିର ଯେଉଁ ଧ୍ୱନି, ତାହା ବାଚିକ ଧ୍ୱନି ନୁହଁ। କେବଳ ମନୁଷ୍ୟର ମୁଖ ନିଃସୃତ ଧ୍ୱନି ହିଁ ହେଉଛି ବାଚିକ ଧ୍ୱନି, ଯାହା ମାଧ୍ୟମରେ କି ବଚନ ବା କଥା ବା ମନର ଭାବଟାକୁ ପରିବେଷଣ କରାଯାଏ। ଇଏ ହେଉଛି ଆହତ ଧ୍ୱନି। ବିଭିନ୍ନ ଜାଗାରେ ବାଧାପ୍ରାପ୍ତ ହୋଇ ଫୁସ୍ଫୁସ୍ରୁ ଯେଉଁ ବାୟୁ ବାହାରେ ମୁଖ ପଟ ଦେଇ ବିଭିନ୍ନ ସ୍ଥାନରେ ତାହା ବାଧାପ୍ରାପ୍ତ ହୋଇ ବାହାରକୁ ବାହାରେ। ତେଣୁ ଇଏ ହେଉଛି ବାଚିକ ଧ୍ୱନି, ଆହତ ଧ୍ୱନି। କିନ୍ତୁ ଆଉ କିଛି ଅଛି ଅନାହତ ବା ଯାହାକୁ କୁହାଯାଏ ନାଦ, ଯେଉଁଗୁଡ଼ିକ 20 ଡେସିବେଲରୁ କମ୍ ଏବଂ 20,000 ଡେସିବେଲରୁ ଅଧିକ, ସେସବୁ ଆମକୁ କାନକୁ ଶୁଭେ ନାହିଁ। କିନ୍ତୁ ସେସବୁ ଥାଏ ଆମର ପରିପାର୍ଶ୍ୱରେ, ଆମର ପରିବେଶରେ। କିନ୍ତୁ ଆମେ ମାତ୍ର ମନୁଷ୍ୟର କର୍ଣ୍ଣ ବା ଆମେ କ'ଣ କରୁ, ଆମ କାନ କ'ଣ କରେ ନା 20 ଡେସିବେଲରୁ 20,000 ଡେସିବେଲ ମଧ୍ୟରେ ସୃଷ୍ଟି ହେଉଥିବା ଧ୍ୱନି ଗୁଡ଼ିକୁ ଚିହ୍ନଟ କରିପାରେ। ତେଣୁ ଏହିସବୁ ଧ୍ୱନି ଉଚ୍ଚାରଣ ଆମେ କରୁ, ତା ମାଧ୍ୟମରେ ଆମର ଭାଷାକୁ ଆମେ ପରିପ୍ରକାଶ କରୁ। ତେଣୁ ଧ୍ୱନି ହେଉଛି ମଣିଷର ମୁଖ ନିଃସୃତ ଏକ ସର୍ବନିମ୍ନ ମୌଳିକ ଏକକ ବା ଏହି ଧ୍ୱନି ମନୁଷ୍ୟର ମୁଖ ନିଃସୃତ ଶବ୍ଦ ଗୁଡ଼ିକର ସର୍ବନିମ୍ନ ମୌଳିକ ଏକକ ରୂପେ ପରିଚିତ।
ଏହାକୁ ମଧ୍ୟ ଶବ୍ଦର ଆଧାର ବୋଲି ମଧ୍ୟ କୁହାଯାଏ। ଏହି ଧ୍ୱନିକୁ ମଧ୍ୟ ବାଚିକ ଧ୍ୱନି ବୋଲି ମଧ୍ୟ କୁହାଯାଏ। ଏହାର କ୍ଷୁଦ୍ରତମ ମୌଳିକ ଏକକ ହେଉଛି ଫୋନିମ୍, ଯାହାର କି ଆହୁରି କିଛି ମଧ୍ୟ ନାଁ ରହିଛି, ଯେମିତି ରହିଛି ସ୍ୱନିମ୍, ଧ୍ୱନିଗ୍ରାମ, ଧ୍ୱନିମ୍। ତେଣୁ ସବୁ ଗୋଟିଏ ଫୋନିମ୍ କିମ୍ବା ସ୍ୱନିମ୍ କିମ୍ବା ଧ୍ୱନିଗ୍ରାମ କିମ୍ବା ଧ୍ୱନିମ୍, ଏସବୁ ହେଉଛି ଆମେ ଯେତେ ଶବ୍ଦ କହୁଛେ ସେ ଶବ୍ଦର ଯେଉଁ ରହିଛି ଧ୍ୱନିର ଇଏ ହେଉଛି ମୌଳିକ ଏକକ। ତେଣୁ ଏହା ହେଉଛି କ୍ଷୁଦ୍ରତମ ମୌଳିକ ଏକକ। ଏହି ଧ୍ୱନିର ମୌଳିକ ଏକକ ଗୁଡ଼ିକରେ ଅଧ୍ୟୟନ ଭାରି ଜରୁରୀ। ଫୋନିମ୍ କ'ଣ ବା ସ୍ୱନିମ୍, ଧ୍ୱନିଗ୍ରାମ, ଧ୍ୱନିମ୍ ଏସବୁ ଗୋଟିଏ। ତେଣୁ ଏହାର ପ୍ରକୃତ ରୂପରେଖ କ'ଣ ଜାଣିବା ହେଉଛି ଧ୍ୱନି ବିଜ୍ଞାନ ବା ଫୋନୋଟିକ୍ସ। ଏହାକୁ ମଧ୍ୟ ବହୁ ଭାଷାର ଅଧ୍ୟୟନ ପାଇଁ ଯେତେବେଳେ ବହୁତ ଗୁଡ଼ିଏ ଭାଷାର ଆମେ ଅଧ୍ୟୟନ କରିବାକୁ ଯାଉ, ତେବେ ଆକୁ ମଧ୍ୟ କୁହାଯାଏ ଫୋନୋଲୋଜି। ତେଣୁ ଫୋନୋ ପ୍ଲସ୍ ଲୋଜିରୁ ସୃଷ୍ଟି ହୋଇଛି ଫୋନୋଲୋଜି ଶବ୍ଦଟି, ଯାହାକି ଏକ ଗ୍ରୀକ୍ ଶବ୍ଦ। ଏଥିରେ ଏହାର ଅର୍ଥ ହେଉଛି ଧ୍ୱନି ବିଜ୍ଞାନ ବା ଧ୍ୱନିର ତତ୍ତ୍ୱ। ସେହିପରି ଫୋନୋ ପ୍ଲସ୍ ଟିକ୍ସ, ଫୋନୋଟିକ୍ସ, ଯାହାକି ଧ୍ୱନି ବିଜ୍ଞାନ ହିଁ, ଏହା ମଧ୍ୟ ଗ୍ରୀକ୍ ଶବ୍ଦ। ତେଣୁ ଏଇଗୁଡ଼ିକର ପ୍ରଥମେ ଜାଣିବାର ଆବଶ୍ୟକତା ରହିଛି। ତେଣୁ ଆମକୁ ପ୍ରଥମେ ମନେ ରଖିବାକୁ ପଡ଼ିବ ବାଚିକ ଧ୍ୱନିର କ୍ଷୁଦ୍ରତମ ମୌଳିକ ଏକକ ହେଉଛି ଏହି ଫୋନିମ୍ ବା ସ୍ୱନିମ୍ ବା ଧ୍ୱନିଗ୍ରାମ ବା ଧ୍ୱନିମ୍। ତେଣୁ ପଶୁପକ୍ଷୀର ଶବ୍ଦ, ଗାଡ଼ି ମଟରର ଶବ୍ଦ, କଳକାରଖାନାର ଶବ୍ଦ, ଏସବୁ ବାଚିକ ଧ୍ୱନି ପଦବାଚ୍ୟ ନୁହନ୍ତି। ତେଣୁ ବାଚିକ ଧ୍ୱନିର କ୍ଷୁଦ୍ରତମ ମୌଳିକ ଏକକ ହେଉଛି ଫୋନିମ୍। ତେଣୁ ଯେଉଁ ସବୁ ଧ୍ୱନି ମନୁଷ୍ୟ ସୃଷ୍ଟି କରେ ତାହାର ମୌଳିକ ଏକକ ହେଲା ଫୋନିମ୍ ବା ସ୍ୱନିମ୍ ବା ଧ୍ୱନିଗ୍ରାମ ବା ଧ୍ୱନିମ୍। ପ୍ରଥମେ ଏଇତକ କଥାକୁ ନଜର କରିବାକୁ ପଡ଼ିବ। ପୃଥିବୀରେ ଯେତେ ସବୁ ଭାଷା ଅଛି, ସେ ଭାଷା ଗୁଡ଼ିକ ଭିନ୍ନ ଭିନ୍ନ ଭାବରେ ଆମ କାନକୁ ଶୁଣାଯାଉଛି। ଆଉ ଏହି ଶୁଣାଯିବାର ପଛରେ ପ୍ରମୁଖ କାରଣ ହେଉଛି ସେହି ଭାଷାରେ ହେଇଥିବା ଧ୍ୱନିର ବ୍ୟବସ୍ଥା। ଅର୍ଥାତ୍ ଆମ ଭାଷାର ଓଡ଼ିଆର ଧ୍ୱନି ବ୍ୟବସ୍ଥା ତେଲୁଗୁର ଧ୍ୱନି ବ୍ୟବସ୍ଥା ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଓଡ଼ିଆ ଭାଷା ଆମ କାନକୁ ଗୋଟିଏ ପ୍ରକାର ଶୁଭିଲା ବେଳେ ତେଲୁଗୁ ଭାଷା ଆଉ ଏକ ପ୍ରକାର ଶୁଭେ। ସେହିଭଳି ଭାବରେ ଚାଇନିଜ୍ ଭାଷା ହେଉ କିମ୍ବା ଯେକୌଣସି ବିଦେଶୀୟ ଭାଷା କିମ୍ବା ଇଂଲିଶ ଭାଷା, ଫରାସୀ ଭାଷା, ଭାରତୀୟ ଭାଷା ଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାର ଆମ କାନକୁ ଶୁଣାଯାଏ। ଏଥିପାଇଁ ଯେ ଏହି ଭାଷାର ଧ୍ୱନି ବ୍ୟବସ୍ଥା ପରସ୍ପର ଠାରୁ ଭିନ୍ନ। ତେଣୁ ଏହି ଧ୍ୱନିର ବ୍ୟବସ୍ଥା, ଗୋଟିଏ ଭାଷାରେ ଯେଉଁ ସବୁ ଧ୍ୱନି ରହିଛି ସେଗୁଡ଼ିକ ଯେପରି ଉଚ୍ଚାରିତ ହେଉଛି ବା ସେ ଶବ୍ଦକୁ ରୂପ ଦେବାରେ ସେମାନେ ଯେଉଁ ପ୍ରକାର ସାହାଯ୍ୟ କରୁଛନ୍ତି, ଏହିସବୁ କଥା ଗୁଡ଼ିକୁ ଧ୍ୱନିର ବ୍ୟବସ୍ଥା ମଧ୍ୟରେ ଧରାଯାଏ। ତେଣୁ ଧ୍ୱନି ବିଜ୍ଞାନ ହେଉଛି ଗୋଟିଏ ଏପରି ବିଷୟ ଯାହାକୁ କି ଏକ ବିଜ୍ଞାନ ଭିତ୍ତିକ ବା ପର୍ଯ୍ୟାୟ ଭିତ୍ତିରେ ବୈଜ୍ଞାନିକ କାରଣ ଭିତ୍ତିରେ ଧ୍ୱନି ବ୍ୟବସ୍ଥାକୁ ଅଧ୍ୟୟନ କରାଯାଏ। ତେଣୁ ଧ୍ୱନି ବିଜ୍ଞାନ କହିଲେ କ'ଣ ନା ଧ୍ୱନି ବ୍ୟବସ୍ଥାର ବିଜ୍ଞାନ ସମ୍ବଳିତ ଅଧ୍ୟୟନ। ତେଣୁ ଏହି ଧ୍ୱନି ବ୍ୟବସ୍ଥା କହିଲେ କ'ଣ ନା ଭାଷା ଆଉ ଶବ୍ଦର ଯଥାର୍ଥ ଉଚ୍ଚାରଣ ସହିତ ଏହି ଶବ୍ଦ ଗୁଡ଼ିକୁ କିପରି ଭାଙ୍ଗି ସେଥିରେ ଥିବା ମୌଳିକ କ୍ଷୁଦ୍ରତମ ଏକକ ଯେଉଁ ଅଛି ଧ୍ୱନିଗ୍ରାମ ବା ଯେଉଁ ସ୍ୱନିମ୍, ଧ୍ୱନିମ୍ ଯାହା ଆମେ କହୁଛେ, ତାକୁ କିପରି ବାହାର କରାଯାଇପାରିବ, ତାହାର ଉଚ୍ଚାରଣରେ ସେହି ସ୍ୱରର ମାନ କିପରି ରହିବ ବା ପିଚ୍, ସେହି ସ୍ୱରର ଉଚ୍ଚତା କିପରି ରହିବ ବା ଲାଉଡ଼ନେସ୍, ସେଥିରେ ଅନ୍ତର୍ନିହିତ ତାଳ ବା ଟେମ୍ପୋ, ଛନ୍ଦ ବା ରିଦମ୍, ଏସବୁ କଥା ମଧ୍ୟ ଅଧ୍ୟୟନ କରିବା ଏହି ଧ୍ୱନି ବିଜ୍ଞାନ ସମ୍ବନ୍ଧୀୟ ଅଟେ। ତେଣୁ ଧ୍ୱନି ବିଜ୍ଞାନକୁ ଇଂରାଜୀରେ ଫୋନୋଟିକ୍ସ ବା ଫୋନୋଲୋଜି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଆଙ୍କ ମଧ୍ୟରେ ରହିଛି ଏକ ସୂକ୍ଷ୍ମତମ ପାର୍ଥକ୍ୟ, ଯାହାକି ବିଚାରଯୋଗ୍ୟ ଅଟେ। ଫୋନୋଟିକ୍ସ ଅର୍ଥାତ୍ ଧ୍ୱନି ବିଜ୍ଞାନ, ଫୋନୋଲୋଜି କହିଲେ ମଧ୍ୟ ଧ୍ୱନି ବିଜ୍ଞାନ। କିନ୍ତୁ କିଛି ବିଦ୍ୱାନ କ'ଣ କରନ୍ତି ନା ଏହି ଫୋନୋଲୋଜିକୁ ଧ୍ୱନି ତତ୍ତ୍ୱ ବୋଲି ମଧ୍ୟ କୁହନ୍ତି। ଆମ ଓଡ଼ିଆ ଭାଷାରେ ଫୋନେଟିକ୍ସ ପାଇଁ ଧ୍ୱନି ତତ୍ତ୍ୱ, ଧ୍ୱନିଶାସ୍ତ୍ର ଏମିତି ଶବ୍ଦ ଓ ଫୋନୋମିକ୍ସ ବୋଲି ଆଉ ଏକ ଶବ୍ଦ ରହିଛି, ଯାହା ପାଇଁ ଧ୍ୱନି ପ୍ରକ୍ରିୟା, ଧ୍ୱନି ବିଚାର ଏହିଭଳି ସବୁ ଶବ୍ଦରେ ଏହାକୁ ପ୍ରୟୋଗ କରାଯାଉଛି। ତେଣୁ ଫୋନୋଲୋଜି ପାଇଁ ଅନୁରୂପ ଭାବେ ଧ୍ୱନି ବିଜ୍ଞାନ ଶବ୍ଦ ବ୍ୟବହୃତ ହେଲେ ମଧ୍ୟ
ଶବ୍ଦର ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଫୋନେଟିକ୍ସର ମୂଳ ଶବ୍ଦ ହେଉଛି ଫୋନୋ, ସେହିପରି ଫୋନୋଲୋଜିର ମଧ୍ୟ ମୂଳ ଶବ୍ଦ ଫୋନୋ, କିନ୍ତୁ ଫୋନେଟିକ୍ସର ମୂଳ ଶବ୍ଦ ଫୋନ୍ ବା PHONE ହେଇଥିଲା ବେଳେ ଫୋନୋଲୋଜିର ମୂଳ ଶବ୍ଦ ହେଲା ଫୋନୋ PHONO। ତେଣୁ ଉଭୟ ଯେହେତୁ ଗ୍ରୀକ୍ ଭାଷାରୁ ଆସିଛି, ଯାହାର ଅର୍ଥ ଧ୍ୱନି, ଏବଂ ଟିକ୍ସ କହିଲେ ବା ଲୋଜି ଆର ଅର୍ଥ ବିଜ୍ଞାନ, ତେଣୁ ଉଭୟଙ୍କୁ ଧ୍ୱନି ବିଜ୍ଞାନ ବୋଲି ଧରାଯାଏ। କିନ୍ତୁ କିଛି ଜଣ ଫୋନେଟିକ୍ସକୁ ଧ୍ୱନି ବିଜ୍ଞାନ କହିଲା ବେଳେ ଫୋନୋଲୋଜିକୁ ଧ୍ୱନି ତତ୍ତ୍ୱ ବୋଲି ମଧ୍ୟ ଗ୍ରହଣ କରିଥାନ୍ତି। ତେଣୁ ଯେକୌଣସି ଏକ ଭାଷାକୁ ଅଧ୍ୟୟନ କରିବାକୁ ଗଲେ, ଓଡ଼ିଆ ଭାଷାକୁ ଅଧ୍ୟୟନ କରିବାକୁ ମଧ୍ୟ ଗଲେ ଆମେ ପ୍ରଥମେ ଏହି ଧ୍ୱନି ବିଜ୍ଞାନକୁ ଜାଣିବାକୁ ପଡ଼ିବ। ଫୋନେଟିକ୍ସ କହିଲେ କ'ଣ ଜାଣିବାକୁ ପଡ଼ିବ। ଏଣୁ ଧ୍ୱନିର ଭାଷିକ ରୂପ ବା ତାହାର ଉଚ୍ଚାରିତ ରୂପକୁ ଫୋନ୍ ବୋଲି କୁହାଯାଏ, PHONE। କିନ୍ତୁ କହିବା ପୂର୍ବରୁ ମାନସିକ ସ୍ତରରେ ଏହି ଯେଉଁ ଉକ୍ତି ବା ଏହି ଯେଉଁ ଧ୍ୱନିର ଯେଉଁ ଭାବାତ୍ମକ ରୂପଟି ଥାଏ ତାହାକୁ କୁହାଯିବ ଫୋନିମ୍। ଏହି ଫୋନିମ୍ ବା ଏହାର ଯେଉଁ ଅନ୍ୟ ନାମ ରହିଲା ସ୍ୱନିମ୍ ବା ଧ୍ୱନିଗ୍ରାମ ବା ଧ୍ୱନିନ୍, ଏହି ଯେଉଁ ଫୋନିମ୍ ବା ସ୍ୱନିନ୍ ଇଏ ହିଁ ଗୋଟିଏ ଶବ୍ଦ ମଧ୍ୟରେ ଆଉ ଗୋଟିଏ ଶବ୍ଦ ମଧ୍ୟରେ ଭିନ୍ନତା ସୃଷ୍ଟି କରେ। ଯେପରିକି ବଳ କଳ, ବଳ କଳ, ଗୋଟେ ଜାଗାରେ ଳ ଅଛି, ଏପଟେ ମଧ୍ୟ ଳ ଅଛି, କିନ୍ତୁ ଗୋଟେ ବ ଆଉ ଗୋଟେ କ। ତେଣୁ ବ ଆଉ କ ଆର ପରିବର୍ତ୍ତନରେ ସମ୍ପୂର୍ଣ୍ଣ ଅର୍ଥ ଏଠି ପରିବର୍ତ୍ତନ ଘଟିଯାଉଛି। ତେଣୁ ଯେକୌଣସି ଧ୍ୱନିର ଯେଉଁ ସର୍ବନିମ୍ନ ଏକକ ସେ ହେଉଛି ଫୋନିମ୍ ବା ସ୍ୱନିମ୍ ବା ଧ୍ୱନିଗ୍ରାମ ବା ଧ୍ୱନିନ୍। ଏହାର ଯଦି ପରିବର୍ତ୍ତନ ହୋଇଯାଏ ତେବେ ଅର୍ଥରେ ମଧ୍ୟ ପରିବର୍ତ୍ତନ ଆସିଯାଏ। କିନ୍ତୁ ଏହି ସର୍ବନିମ୍ନ ଏକକ ଧ୍ୱନିର ଏହି ଯେଉଁ ସର୍ବନିମ୍ନ ଏକକ ବା ଯାହାକୁ ଆମେ ସ୍ୱନିମ୍ ବୋଲି କହୁ ବା ଧ୍ୱନିମ୍ ବୋଲି କହୁ, ଧ୍ୱନିଗ୍ରାମ ବୋଲି କହୁ, ଆକୁ କିନ୍ତୁ ଆମେ ଏକାଧିକ ଉପାୟରେ ଉଚ୍ଚାରଣ କରିପାରିବା। ଉଚ୍ଚାରଣରେ ଏହାର ପରିବର୍ତ୍ତନ ହୋଇପାରିବ। ସେହି ଉଚ୍ଚାରଣରେ ଯଦି ଭିନ୍ନତା ଆସିଲା ତେବେ ତାକୁ କହିବା ଆଲୋଫୋନ୍ ବା ତା'ର ଆଉ ଏକ ନାମ ହେଲା ସଂସ୍ୱନ ବା ସଂଧ୍ୱନି। ତେଣୁ ଏଇଠି ବହୁତ ଜଣ ସନ୍ଦେହରେ ପଡ଼ନ୍ତି ଯେ ଏହି ସ୍ୱନିମ୍ ବା ଫୋନିମ୍ ବା ଧ୍ୱନିମ୍ ବା ଧ୍ୱନିଗ୍ରାମ ଏହା କ'ଣ? ଆଲୋଫୋନ୍, ସଂସ୍ୱନ, ସଂଧ୍ୱନି ଏସବୁ କ'ଣ? ନା ବାସ୍ତବରେ ଗୋଟିଏ ଧ୍ୱନିର ଉଚ୍ଚାରଣ କଲାବେଳେ ତା'ର ସର୍ବନିମ୍ନ ମୌଳିକ ଏକକଟି, କ୍ଷୁଦ୍ରତମ ଏକକଟି, ସିଏ ହେଉଛି ଫୋନିମ୍ ବା ସ୍ୱନିମ୍ ବା ଧ୍ୱନିଗ୍ରାମ ବା ଧ୍ୱନିନ୍। ଚାରୋଟି ନାମ ତାର ରହିଛି। କିନ୍ତୁ ଏଇ ଯେଉଁ ଫୋନିମ୍ ବା ସ୍ୱନିମ୍ ବା ଧ୍ୱନିଗ୍ରାମ ବା ଧ୍ୱନିନ୍, ଆକୁ ଯଦି ଆମେ ଏକାଧିକ ଉପାୟରେ ଉଚ୍ଚାରଣ କରିବା ତେବେ ସେହି ଉଚ୍ଚାରଣ ଫଳରେ ଯାହା ଯେଉଁ ଉଚ୍ଚାରଣଟି ଆସିବ ତାକୁ କୁହାଯିବ ଆଲୋଫୋନ୍ ବା ତା'ର ଆଉ ଗୋଟେ ନାଁ ହେଲା ସଂସ୍ୱନ, ଆଉ ଗୋଟେ ହେଲା ସଂଧ୍ୱନି। ଉଦାହରଣ ଯେପରିକି ଡ ଏବଂ ଅଡ଼, ଶଗଡ଼, ଅଡ଼ ଆସିଲା କିନ୍ତୁ ଲେଖା ହେଉଛି ଗୋଟିଏ, କିନ୍ତୁ ଡ ଆଉ ଅଡ଼, ଡବା, ବାଡ଼। ତେଣୁ ଏଠି ଅଡ଼ ଆଉ ଡ ଯଦିଓ ଉଚ୍ଚାରଣରେ ଅଲଗା ଅଲଗା ହୁଏ କିନ୍ତୁ ତାହାର ମୂଳ ଏକକଟା ହେଉଛି ଫୋନିମ୍ ବା ସ୍ୱନିମ୍ ବା ଧ୍ୱନିଗ୍ରାମ, ଯାହାକୁ କି ଆମେ ବିଭିନ୍ନ ଉପାୟରେ କେବଳ ଉଚ୍ଚାରଣ କରୁ। କିନ୍ତୁ ଏଥିରେ କ'ଣ ହୁଏ ନା ତା'ର ଅର୍ଥରେ କୌଣସି ପରିବର୍ତ୍ତନ ଆସିବ ନାହିଁ। କିନ୍ତୁ ଯଦି ଫୋନିମ୍ ବା ସ୍ୱନିମ୍ର ପରିବର୍ତ୍ତନ ହୋଇଯାଏ ତେବେ ଅର୍ଥରେ ପରିବର୍ତ୍ତନ ଆସିବ। କିନ୍ତୁ ଆଲୋଫୋନ୍, ସଂସ୍ୱନ ବା ସଂଧ୍ୱନି ଏହାର ଉଚ୍ଚାରଣ ଅନୁସାରେ ଇଏ ଯେହେତୁ ଭିନ୍ନତା, ଅର୍ଥରେ ଏହାର ଭିନ୍ନତା କେବେ ଆସିବ ନାହିଁ। ଏଣୁ କୁହାଯାଏ ସ୍ୱନିମ୍ ଯଦି ହେବ ଜାତି, ସ୍ୱନିମ୍ଟା ଯଦି ହେବ ଗୋଟିଏ ଜାତି, ତାହେଲେ ଆଲୋଫୋନ୍ଟା ହେବ ସେ ଭିତରେ ଥିବା ବ୍ୟକ୍ତି ବିଶେଷ, ଅର୍ଥାତ୍ ସାମଗ୍ରିକ ବା ଗୋଟିଏ ଜାତି, ତାକୁ ଆମେ ଧରିବା ସ୍ୱନିମ୍। କିନ୍ତୁ ତା ଭିତରେ ଆସିବ ଏହି ଆଲୋଫୋନ୍ ବା ସଂସ୍ୱନ, ଯିଏକି ହେବ ଏକ ବ୍ୟକ୍ତି ବିଶେଷ, ମଣିଷ ଜାତି, ସବୁ ମଣିଷକୁ ବୁଝେଇଲା, ସିଏ ହେଉଛି ସ୍ୱନିମ୍, ଧ୍ୱନିର ମୌଳିକ ଏକକ। ରାମ ଯେହେତୁ ଗୋଟେ ଲୋକ, ସେ ମଣିଷ ଜାତିର ଅଟେ। ଠିକ୍ ସେହିପରି ଆଲୋଫୋନ୍ ଗୁଡ଼ିକ ମଧ୍ୟ ଏହି ସ୍ୱନିମ୍ର ଅନ୍ତର୍ଗତ, କିନ୍ତୁ ସ୍ୱନିମ୍ର ଉଚ୍ଚାରଣର ଭିନ୍ନତା ହେତୁ ଆଲୋଫୋନ୍ ଗୁଡ଼ିକ ସବୁ ସୃଷ୍ଟି ହୋଇଥାଏ। ଏଣୁ ଆମକୁ ସର୍ବଶେଷରେ ଏହା ମନେ ରଖିବାକୁ ହେବ ଯେ ଯେକୌଣସି ଏକ
ଧ୍ୱନିର ସର୍ବନିମ୍ନ ମୌଳିକ ଏକକ, ତାକୁ କୁହାଯିବ ଫୋନିମ୍ ବା ଧ୍ୱନିଗ୍ରାମ ବା ଧ୍ୱନିମ୍ ବା ସ୍ୱନିମ୍। କିନ୍ତୁ ଏହାକୁ ଯେତେବେଳେ ବ୍ୟବହାର କରାଯାଏ ବିଭିନ୍ନ ରୂପରେ, ତାକୁ କୁହାଯିବ ଆଲୋଫୋନ୍ ବା ସଂସ୍ୱନ ବା ସଂଧ୍ୱନି। ଏହି ଦୁଇଟିରେ ସଭିଏ ସନ୍ଦେହରେ ପଡ଼ିଥାନ୍ତି। ତେଣୁ ସ୍ୱନିମ୍ କ'ଣ ହେବ ନା ସବୁବେଳେ ସମାନ ଧ୍ୱନି ଗୁଡ଼ିକର ସେ ପ୍ରତିନିଧିତ୍ୱ କରିବ। ଗୋଟିଏ ମାତ୍ର ଧ୍ୱନି ଅନେକ ପ୍ରକାର ଉଚ୍ଚାରିତ ହେଲେ ମଧ୍ୟ ସେ ଗୋଟିଏ ସ୍ୱନିମ୍ ହିଁ ହେବ। ଆଉ ସ୍ୱନିମ୍ ଶବ୍ଦର ଅର୍ଥ ପରିବର୍ତ୍ତନ କରିବାକୁ ସବୁବେଳେ ସକ୍ଷମ, ଯେପରିକି କଳ ଏବଂ ବଳ ବା ସେମିତି କାଳ, ତାଳ, ମାଳ ଏସବୁ ଯାହା ଦେଖିବା ଯଦି କ, ତ, ମ ଏସବୁ ହେଉଛି ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସ୍ୱନିମ୍। ସେପରି ଳ ସେ ମଧ୍ୟ ଗୋଟିଏ ସ୍ୱତନ୍ତ୍ର ସ୍ୱନିମ୍। ତେଣୁ ଏହି ସ୍ୱନିମ୍ ଗୁଡ଼ିକ ମଧ୍ୟ ଖଣ୍ଡିତାତ୍ମକ, ଅଧିଖଣ୍ଡିତାତ୍ମକ ଏହିଭଳି ଭାବରେ ଦୁଇ ଭାଗରେ ବିଭକ୍ତ। ତେଣୁ ଖଣ୍ଡିତାତ୍ମକ ସ୍ୱନିମ୍ରେ କ'ଣ ହୁଏ ନା ସ୍ୱର ଏବଂ ବ୍ୟଞ୍ଜନ ଧ୍ୱନି ଅନ୍ତର୍ଭୁକ୍ତ ହେଲାବେଳେ ଅଧିଖଣ୍ଡିତାତ୍ମକରେ କ'ଣ ହୁଏ ନା ମାତ୍ରା, ଫଳା, ଭଳାଘାତ ଏବଂ ଅନୁନାସିକତା ଏସବୁ ଯାକର ପ୍ରୟୋଗ ରହିଥାଏ। ତେଣୁ ଏହା ହେଉଛି ମୁଖ୍ୟ ବିଷୟ ବୁଝିବାର ଯେ ଫୋନିମ୍ ବା ଧ୍ୱନିମ୍ ବା ସ୍ୱନିମ୍ ଏମାନେ କ'ଣ, ତା ସହିତ ଆଲୋଫୋନ୍, ସଂସ୍ୱନ ବା ସଂଧ୍ୱନି କ'ଣ। ପ୍ରଥମଟି ହେଲା ବା ସ୍ୱନିମ୍ ବୋଲି ଯାହାକୁ କହିବା ସେ ଭାଷାର ବା ଧ୍ୱନିର ସର୍ବନିମ୍ନ ମୌଳିକ ଏକକ, କ୍ଷୁଦ୍ରତମ ଏକକ, ଯାହାକି ଶବ୍ଦର ଅର୍ଥକୁ ପରିବର୍ତ୍ତନ କରିବାରେ କ୍ଷମତା ରଖେ। କିନ୍ତୁ ଆଲୋଫୋନ୍ ହେଉଛି ଏହି ସ୍ୱନିମ୍ର ବିଭିନ୍ନ ଉପାୟରେ ଉଚ୍ଚାରିତ ରୂପ। ଏହିଭଳି ଭାବରେ ପ୍ରଥମେ ଆମେ ଧ୍ୱନି ବିଷୟରେ ପଢ଼ିବାକୁ ଗଲେ ଏହି ଧ୍ୱନିର କ୍ଷୁଦ୍ରତମ ଏକକ ଗୁଡ଼ିକ ବିଷୟରେ ଜାଣିବାର ଆବଶ୍ୟକତା ରହିଛି। ଏହାପରେ ଆମେ ଯିବା ପରବର୍ତ୍ତୀ କଥା, ଲିପି। ଲିପି କ'ଣ ନା ଏଇ ଯେଉଁ ଧ୍ୱନି ଆମେ ପଢ଼ିଲେ ବା ଧ୍ୱନିର ଯେଉଁ ରହିଲା ସ୍ୱନିମ୍ ବା ସ୍ୱନିମ୍କୁ ବିଭିନ୍ନ ଉଚ୍ଚାରଣ କଲେ ଯେଉଁ ହୁଏ ଆଲୋଫୋନ୍, ଏ ଯେଉଁ ସବୁ ରହିଲା ଧ୍ୱନି, ଏ ଧ୍ୱନିର ପ୍ରତିନିଧିତ୍ୱ ଯିଏ କରେ ସେ ହେଉଛି ଲିପି। ଅର୍ଥାତ୍ ଏ ଲିପି ହେଉଛି ଏମିତି ଏକ ବିଷୟ ଯିଏକି ଧ୍ୱନିଟାକୁ ଲିଖିତ ରୂପ ପ୍ରକାଶ କରିବାରେ ସାହାଯ୍ୟ କରେ। ତେଣୁ ଧ୍ୱନିକୁ କେବଳ ଶୁଣିଲା ବେଳେ ଲିପିକୁ ଆମେ ଦେଖିପାରୁ। ତେଣୁ ଏହା ହେଉଛି ଧ୍ୱନିର ଦୃଶ୍ୟମାନ ରୂପ। ତେଣୁ ଲିପି ହେଉଛି ଗୋଟିଏ ଭାଷାର ବିଭିନ୍ନ ଧ୍ୱନିକୁ ପ୍ରତିନିଧିତ୍ୱ କରୁଥିବା ରୂପ। ତେଣୁ ଲିପି ଆମେ ଜାଣିଛେ ବ୍ରାହ୍ମୀ ଲିପି, ଖରଷ୍ଟ୍ରୀ ଲିପି, ଓଡ଼ିଆ ଲିପି, ତେଲୁଗୁ ଲିପି, ବଙ୍ଗାଳୀ ଲିପି, ଏମିତି ବିଭିନ୍ନ ଲିପି ରହିଛି। ତେଣୁ ଗୋଟିଏ ଭାଷାକୁ ବା ଗୋଟିଏ ଭାଷାର ଧ୍ୱନିକୁ ଆମେ ଚାହିଁଲେ ଅନ୍ୟ ଏକ ଲିପିରେ ମଧ୍ୟ ଲେଖିପାରିବା। ଯେମିତିକି ସଂସ୍କୃତ ହେଉଛି ଏକ ଭାଷା, ଦେବଭାଷା, ଯାହାର କି ସ୍ୱତନ୍ତ୍ର ଲିପି ନାହିଁ। ସଂସ୍କୃତର ସତ୍ୟମେବ ଜୟତେ, ଆକୁ ଆମେ ଓଡ଼ିଆରେ ଲେଖିଲେ ହେବ, ହିନ୍ଦୀରେ ଲେଖିଲେ ହେବ କିମ୍ବା ବଙ୍ଗଳା ଭାଷାରେ ଲେଖିଲେ ହେବ। ତେଣୁ ଏସବୁ ହେଉଛି ଗୋଟିଏ ଗୋଟିଏ ଲିପି। ତେଣୁ ଓଡ଼ିଆ ଲିପିରେ ଆମେ ଲେଖିପାରିବା, ତେଲୁଗୁ ଲିପିରେ ଲେଖିପାରିବା, ହିନ୍ଦୀରେ ଲେଖିପାରିବା। ତେଣୁ ବିଶେଷ କରି ସଂସ୍କୃତ ବହି ବା ସଂସ୍କୃତ ପାଠର ପାଠ୍ୟପୁସ୍ତକ ଗୁଡ଼ିକ ହିନ୍ଦୀ ଅକ୍ଷର ବା ହିନ୍ଦୀର ଲିପି ବା ଯେଉଁ ଆମେ ଦେବନାଗରୀ ଲିପି କହୁଛେ ସେସବୁରେ ତାକୁ ଲେଖାଯାଇଥାଏ। ତେଣୁ ଲିପି ହେଉଛି ଗୋଟିଏ ଭାଷା ବା ଧ୍ୱନିର ଲିଖିତ ରୂପଟା, ଯାହାକି ମୁଖରେ ଥାଏ, ତାକୁ ଲିଖିଦେଲେ କାଗଜରେ ବା ତାକୁ ଗୋଟେ ସଙ୍କେତ ମାଧ୍ୟମରେ ପ୍ରକାଶ କରିଦେଲେ, ଲିପି ମାଧ୍ୟମରେ ପ୍ରକାଶ କରିଦେଲେ, ତାକୁ ସେ ସଙ୍କେତ ମାଧ୍ୟମରେ ପ୍ରକାଶ କଲେ ତାକୁ ଆମେ ଲିପି ବୋଲି କହିବା। ତେଣୁ ଏ ଲିପି ବିଭିନ୍ନ ପ୍ରକାର ରହିଛି। ତେଣୁ ଗୋଟେ ଧ୍ୱନିକୁ ଏହା ପ୍ରକାଶ କରିବାରେ ସାହାଯ୍ୟ କରେ। ତେଣୁ ଲିପି ମାନେ ବିଭିନ୍ନ ପ୍ରକାର ଲିପି। ତେଣୁ ଗୋଟିଏ ଭାଷାକୁ ଆମେ ବିଭିନ୍ନ ଲିପିରେ ମଧ୍ୟ ପ୍ରକାଶ କରିପାରିବା। ତେଣୁ ଧ୍ୱନିର ଯିଏ ପ୍ରତିନିଧିତ୍ୱ କରେ ସେ ହେଉଛି ଲିପି। ଏହା ହେଉଛି ଧ୍ୱନିର ଲିଖିତ ରୂପ, ଏହା ଧ୍ୱନିର ଦୃଶ୍ୟମାନ ରୂପ। ଲିପି ଗୋଟିଏ ଭାଷାର ବିଭିନ୍ନ ଧ୍ୱନିକୁ ପ୍ରତିନିଧିତ୍ୱ କରେ। ତେଣୁ ଇଏ ହେଉଛି ଲିପି। ଯେମିତି ଗୋଟେ ଉଦାହରଣ ହେଲା ଅମ୍ବ୍ରେଲା, ଫୁଲ୍, ଆଉ ଗୋଟେ ୟୁରିନ୍। ଏସବୁରେ ଆମେ ଦେଖିବା ୟୁର ଉଚ୍ଚାରଣ। ଅମ୍ବ୍ରେଲାରେ ୟୁର ଉଚ୍ଚାରଣ ଅ ହେଲାବେଳେ ଫୁଲ୍ରେ ଉ ହେଇଯାଉଛି, ୟୁରିନ୍ରେ ୟ ହେଇଯାଉଛି। ଏଣୁ ଏହି ଉଦାହରଣରୁ ଜଣାଗଲା ବହୁ ଭାଷାରେ ଲିପି ଉକ୍ତ ଭାଷାର ସବୁ ଧ୍ୱନିକୁ ପ୍ରତିନିଧିତ୍ୱ କରିପାରନ୍ତି ନାହିଁ। ସେହିପରି ଆଉ ଏକ ଉଦାହରଣ ହେଲା ଓଡ଼ିଆ ଭାଷାରେ ଆମର କ୍ଷ ଅଛି,
କିନ୍ତୁ କ ଖ ଗ ର ଯେଉଁ ଖରେ ମଧ୍ୟ ଆମେ ଝିଅ ଫଳ ଦେଇକି କ୍ଷ ଲେଖିପାରିବା। ସେମିତି ସ ଆମର ରହିଛି ତିନୋଟି ସ ସ ସ। ଇର ଆମେ ତିନୋଟି ରହିଛି, ଇ ଦୁଇଟି ରହିଛି ହର୍ଷ ଇ ଦୀର୍ଘ ଇ। ଉର ଦୁଇଟି ରହିଛି ହର୍ଷ ଉ ଦୀର୍ଘ ଉ। ତେଣୁ ଏଇସବୁ, ତେଣୁ ଏଇ ଯେଉଁ ଧ୍ୱନିକୁ ଆମେ ଲିଖିତ ରୂପ ଦେବା ଯଦି କାହାର ସହାୟତା ନେବା ନା ଲିପିର। ତେଣୁ ଏହା ପରବର୍ତ୍ତୀ କଥା ଆସିଲା ବର୍ଣ୍ଣ। ତେଣୁ ଲିପି ବର୍ଣ୍ଣ ମଧ୍ୟ ନୁହଁ, ଲିପି ଯାହା ବର୍ଣ୍ଣ ତାହା ନୁହଁ। ଲିପି କେବଳ ଧ୍ୱନିର ହିଁ ପ୍ରତିନିଧିତ୍ୱ କରେ। ଧ୍ୱନିର ଉଚ୍ଚାରଣ ବୈଶିଷ୍ଟ୍ୟ କୌଣସି ଭାଷାରେ ଏକାଧିକ ଲିପିରେ ବି ପ୍ରକାଶ କରାଯାଇପାରେ। ତେଣୁ ଇଏ ହେଉଛି ଧ୍ୱନି ଏବଂ ଲିପି ମଧ୍ୟରେ ପାର୍ଥକ୍ୟ। ଏହା ପରବର୍ତ୍ତୀ କଥା ହେଲା ବର୍ଣ୍ଣ। ତେଣୁ ବର୍ଣ୍ଣ କ'ଣ ନା ଧ୍ୱନିକୁ ଲିପିର ସହାୟତାରେ ଯେତେବେଳେ ଆମେ ଲିଖିତ ରୂପ ଦେଇ ଦେଉଛେ ତାହା ହେଇଯିବ ବର୍ଣ୍ଣ। ତେଣୁ ଧ୍ୱନି ସହିତ ଲିପିର ସହାୟତା ମିଶିଲେ ତାହା ହେଉଛି ବର୍ଣ୍ଣ। ତେଣୁ ଏହି ବର୍ଣ୍ଣକୁ ଆମେ ଦେଖି ହୁଏ, ବର୍ଣ୍ଣକୁ ଶୁଣି ମଧ୍ୟ ହୁଏ। ଯେମିତି ଅର ରୂପ ଆମେ ଦେଖିଲେ କେଉଁ ପ୍ରକାର ଅ ଆ ଇ ଇତ୍ୟାଦି ଅଛି, ତା ସହିତ ଆମେ ଏହାକୁ ଧ୍ୱନିରେ ମଧ୍ୟ ଶୁଣିପାରିଲେ। ତେଣୁ ବର୍ଣ୍ଣର ଉଭୟ, ବର୍ଣ୍ଣକୁ ଦେଖି ହୁଏ ଶୁଣି ହୁଏ। କିନ୍ତୁ ଲିପି କ'ଣ ନା ବର୍ଣ୍ଣଟାକୁ ଯେଉଁ ପ୍ରକାର ଲେଖାଯାଏ। ଏବେ ଓଡ଼ିଆର ଅ ଆ ଇ ଇ ଓଡ଼ିଆ ବର୍ଣ୍ଣମାଳା ରହିଲା। ହିନ୍ଦୀରେ ମଧ୍ୟ ସେମିତି ଅ ଆ ଇ ଇ ଅଛି, ଯାହାକି ଦେବନାଗରୀ ଲିପି। ସେହିପରି ପାଲି, ପ୍ରାକୃତ ବା ତେଲୁଗୁ ଲିପି। ତେଣୁ ପ୍ରତ୍ୟେକରେ ସେ ହେଉଛି ଗୋଟେ ଗୋଟେ ଲିପି। ତାକୁ ଯେତେବେଳେ ଆମେ ତା'ର ଉଚ୍ଚାରଣଟାକୁ ଅଟା ଓଡ଼ିଆର ଏଇଭଳି ହେବ, କି ହିନ୍ଦୀର ଏଇଭଳି ହେବ, କି ତେଲୁଗୁର ଅଟା ଏ ପ୍ରକାର ହେବ, ଏମିତି କହିଦେଲେ ସେ ସେଇ ଲିପି ଅନୁସାରେ ଅଟି ତା'ର ରୂପ ନେଲା। ତେଣୁ ସେ ରୂପ ନେଲା ପରେ ତା'ର ନାଁ ହେବ ବର୍ଣ୍ଣ। ତେଣୁ ଏଇ ଯେଉଁ ବର୍ଣ୍ଣ ଆଉ ଅକ୍ଷର, ୟା ମଧ୍ୟରେ ମଧ୍ୟ ସନ୍ଦେହ ଆସିଯାଏ। ତେଣୁ ଅକ୍ଷର କ'ଣ ନା ଯଦି ସ୍ୱର ଧ୍ୱନି ତା'ର ମୂଳ ଭାବରେ ରହିଛି ବା ଗୋଟିଏ ବର୍ଣ୍ଣର କିମ୍ବା ଗୋଟିଏ ଶବ୍ଦର ଉଚ୍ଚାରଣରେ ଯେତୋଟି ବିଷୟ ରହିଛି ବା ଯେତୋଟି ବର୍ଣ୍ଣ ରହିଛି, ତା'ର ମୂଳରେ ଯଦି ସ୍ୱର ଧ୍ୱନି ରହିଛି ତାହେଲେ ତାକୁ ଆମେ ଅକ୍ଷର କହିବା, ନଚେତ୍ ତାକୁ ଅକ୍ଷର ବୋଲି ଅକ୍ଷର ପଦବାଚ୍ୟ କରିପାରିବା ନାହିଁ। ତେଣୁ ଅକ୍ଷରକୁ ଇଂରାଜୀରେ କୁହାଯାଏ ସିଲାବଲ୍। ଯେମିତିକି କଟକ, କ ଟ କ, ଏଇ ତିନୋଟିକୁ ଆମେ ଅଲଗା ଅଲଗା ଉଚ୍ଚାରଣ କରୁଛେ। ତେଣୁ କ ଟ କ ଯେତେବେଳେ ମଧ୍ୟ ଶୀଘ୍ର ହେଉ କିମ୍ବା ଧୀର ହେଉ କହିଲା ବେଳେ କଟକ, ତିନୋଟି ଜାଗାରେ ଆମକୁ ଅଟକିବାକୁ ପଡ଼ୁଛି କ ଟ କ। ତେଣୁ ଏଠି ତିନୋଟି ବର୍ଣ୍ଣ ମଧ୍ୟ ରହିଛି କ ଟ କ, ତିନୋଟି ଅକ୍ଷର ମଧ୍ୟ ରହିଛି ବୋଲି ଏହାକୁ କୁହାଯିବ। କାହିଁକିନା କରେ ହଳନ୍ତ ପ୍ଲସ୍ ଅ ଇଜ୍ ଇକ୍ୱାଲ୍ ଟୁ କ, କ ପ୍ଲସ୍ ଅ କ, ଟ ପ୍ଲସ୍ ଅ ଟ, କ ପ୍ଲସ୍ ଅ କ। ତେଣୁ ଏଥିରେ ସବୁ ସ୍ୱରଧ୍ୱନି ନିହିତ ହୋଇକି ରହିଛି। ଅଟା ସବୁଥିରେ ଲାଗିଛି। କର ଶେଷରେ ଆସୁଛି ଉଚ୍ଚାରଣ କଲାବେଳେ, ଟର ଶେଷରେ ଆସୁଛି, ପୁଣି କର ଶେଷରେ ଆସୁଛି। ତେଣୁ ଏଠି ସ୍ୱରଧ୍ୱନି ତା'ର ମୂଳରେ ରହିଛି। ତେଣୁ କ ଟ କ। ତେଣୁ ଏଇଟା ତିନୋଟି ଅକ୍ଷର ବିଶିଷ୍ଟ ଗୋଟିଏ ଶବ୍ଦ। ସେହିପରି ନମସ୍କାର, ନ ମ ସ୍କା ର। ତେଣୁ ଅ ନ ଶେଷକୁ ଅ ଆସିଲା, ମ ଶେଷକୁ ଅ ଆସିଲା, ସ୍କା ଶେଷକୁ ଆ ଆସିଲା, ର ଶେଷକୁ ଅ ଆସିଲା। ତେଣୁ ଏଇ ଯେଉଁ ଶେଷରେ ସ୍ୱର ଧ୍ୱନି ସବୁ ଆସିଲା, ତେଣୁ ଏହି ଶବ୍ଦଟିରେ ଚାରୋଟି ଅକ୍ଷର ରହିଛି। ନ ଗୋଟିଏ, ମ ଗୋଟିଏ, ସ୍କା ଗୋଟିଏ। ତେଣୁ ଅକ୍ଷରରେ କ'ଣ ହୁଏ ନା ଆକାର, ହର୍ଷଇକାର, ଦୀର୍ଘଇକାର ଏଇ ଯେଉଁ ଫଳା ମାତ୍ରା ଲାଗିକି ପୁରା ଉଚ୍ଚାରଣଟା ହୁଏ। କିନ୍ତୁ ଶେଷକୁ ସ୍ୱର ଧ୍ୱନି ଆସୁଥିବାକୁ ପଡ଼ିବ, ତେବେ ଯାଇ ତାକୁ ଅକ୍ଷର ବୋଲି କହିବା। ତେଣୁ ନମସ୍କାର ଏଥିରେ ଚାରୋଟି। ୟୁନିଭର୍ସିଟି, ୟୁନିଭର୍ସିଟି ପାଞ୍ଚଟି ବା ପାଞ୍ଚଟି ସିଲାବୁଲ୍ ବା ପାଞ୍ଚଟି ଅକ୍ଷର। କିନ୍ତୁ ଚକ୍ ଚକ୍, ଚକ୍ ଚକ୍, ଚ କରେ ହଳନ୍ତ ଅଛି, ଅ ଆଉ ଶେଷରେ ଆସୁନାହିଁ। ତେଣୁ ଚକ୍ ଏହା କେବଳ ଗୋଟିଏ ହିଁ ଅକ୍ଷର, ଚ ହିଁ ଅକ୍ଷର। କରେ ଯେହେତୁ ହଳନ୍ତ ରହିଗଲା, ଏହା ଅକ୍ଷର ପଦବାଚ୍ୟ ନୁହଁ ବା ସିଲାବୁଲ୍ ପଦବାଚ୍ୟ ନୁହଁ। ତେଣୁ ଚକ୍ ଚକ୍ ଏମିତି ଦେଖିଲେ ସେଠିରେ ଚାରୋଟି ରହିଛି ଚକ ଚକ, କିନ୍ତୁ ହଳନ୍ତ ରହିଯିବା ଯୋଗୁଁ କରେ ଚକ୍ ଚକ୍ ଏଇଭଳି ଉଚ୍ଚାରଣ ହେବା ହେତୁ ଏହା କେବଳ ଦୁଇଟି ଅକ୍ଷର ଥିବା ଶବ୍ଦ ହେବ। କିନ୍ତୁ
ଚକ ଚକ ଏଇଭଳି କହିଥିଲେ ତାହା 4ଟି ଅକ୍ଷର ବା 4ଟି ସିଲାବୁଲ ବିଶିଷ୍ଟ ହୋଇପାରିଥାନ୍ତା, କିନ୍ତୁ ଏହା ସେହିପରି ଏଠି ହେଉନାହିଁ। ତେଣୁ ଇଏ ହେଉଛି ଅକ୍ଷର। ଏଣୁ ଆମେ ଫାଇନାଲ ଗୋଟିଏ କଥା ମନେ ରଖିବା ଯେ ଶବ୍ଦର ଉଚ୍ଚାରଣଗତ ଏକକ ହେଉଛି ଅକ୍ଷର। ଉଚ୍ଚାରଣ ଅନୁସାରେ ଅକ୍ଷର। ତେଣୁ ସବୁ ବର୍ଣ୍ଣ ଯେତେ ରହିଛି ଆମର ଅ ଆ ଇ ଯେତେ ବର୍ଣ୍ଣ ୟାକୁ ମଧ୍ୟ ଆମେ ଅକ୍ଷର କହିପାରିବା। କ ଖ ଗ ଘ ଏସବୁ ମଧ୍ୟ ଗୋଟେ ଗୋଟେ ଅକ୍ଷର। କାହିଁକି ନା ଏସବୁର ଶେଷରେ ସ୍ୱର ଧ୍ୱନି ନିଶ୍ଚିତ ଆସିବ। ତେଣୁ ଏସବୁ ହେଲା ଅକ୍ଷର। ତେଣୁ ସବୁ ବର୍ଣ୍ଣ ଗୋଟିଏ ଗୋଟିଏ ଅକ୍ଷର ହେଇପାରିବ, କିନ୍ତୁ ସବୁ ଅକ୍ଷର ଯେ ବର୍ଣ୍ଣ ହେବ ଏହାର ମାନେ କିଛି ନାହିଁ। ଯେମିତି ଆମେ ଏଠି କହିଲେ ସ୍କା, ନମସ୍କାରର ସ୍କା, ଏହା ଏକ ଅକ୍ଷର, କିନ୍ତୁ ସ୍କା ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣ ନୁହଁ। କାହିଁକି ନା ସ୍କା ଏହା ହେଉଛି ଅସ୍କରେ ଆକାର। ଅସ୍କ ପୁଣି କିପରି ସୃଷ୍ଟି ହୋଇଛି? ସ କ ଅସ୍କ। ତେଣୁ ଇଏ ସଂଯୁକ୍ତ ବର୍ଣ୍ଣ ବା ଯୁକ୍ତାକ୍ଷର। ତେଣୁ ଏଇଭଳି ଭାବରେ ସେ ଆସିଯିବ। ତେଣୁ ବର୍ଣ୍ଣ କେବଳ ଏକୁଟିଆ, ଯେଉଁଥିର ଶେଷରେ ଆସୁଥିବ ଗୋଟିଏ ସ୍ୱରଧ୍ୱନି, ଯେମିତିକି ଆମ ଓଡ଼ିଆରେ ରହିଛି ସ୍ୱରବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ ଏବଂ ଏମାନଙ୍କ ମିଶ୍ରଣରେ ତିଆରି ହୋଇଛି ବର୍ଣ୍ଣମାଳା। ଠିକ୍ ସେପରି ଇଂରାଜୀର ବର୍ଣ୍ଣମାଳା ବା ଆଲଫାବେଟ୍, ସେଥିରେ ରହିଛି 26ଟି ଅକ୍ଷର ବା ଏ ବି ସି ଡି, ସବୁଥିରେ ଦେଖନ୍ତୁ ସ୍ୱର ଧ୍ୱନି ନିଶ୍ଚିତ ଆସୁଥିବ। ତେଣୁ ସ୍ୱରଧ୍ୱନି ଆସୁଥିବା ଉଚ୍ଚାରଣର ଶେଷରେ ତେବେ ତାକୁ ଆମେ କହିବା ଅକ୍ଷର। ତେଣୁ ଓଡ଼ିଆ ଭାଷା ହେଉ କି ଯେକୌଣସି ଭାଷାକୁ ବୁଝିବାକୁ ହେଲେ ପ୍ରଥମେ ଏହି ଧ୍ୱନି ବିଜ୍ଞାନର ଏହି ମୌଳିକ କଥା ଗୁଡ଼ିକୁ ବୁଝିବାକୁ ପଡ଼ିବ। ତେଣୁ ପ୍ରଥମେ ଆମେ ଆଲୋଚନା କଲେ ଧ୍ୱନି, ଯିଏକି ଭାଷାର ସର୍ବନିମ୍ନ ମୌଳିକ ଏକକ, ମୁଖ ନିଃସୃତ ଏକକ, ଯାହାର କି ନାଁ ରହିଛି ସ୍ୱନିମ୍ ବା ଫୋନିମ୍ ବା ଧ୍ୱନିମ୍ ବା ଧ୍ୱନିଗ୍ରାମ। ଏହାକୁ ବିଭିନ୍ନ ମାତ୍ରାରେ ଉଚ୍ଚାରଣ କଲେ, ବିଭିନ୍ନ ପ୍ରକାର ଉଚ୍ଚାରଣ କଲେ ସିଏ ହେଇଯାଏ ଆମର ଆଲୋଫୋନ୍ ବା ସନ୍ଧ୍ୱନି ବା ସଂସ୍ୱନ ଏଇଭଳି ଭାବରେ। ଏବଂ ଏହା ସମ୍ବନ୍ଧୀୟ ପାଠ ହେଉଛି ଫୋନୋଲୋଜି ଏବଂ ଫୋନୋଟିକ୍ସ। ସେହିପରି ଧ୍ୱନିକୁ ଯେତେବେଳେ ଆମେ ଗୋଟେ ଲିଖିତ ରୂପ ଦେବା, ଯାହାର ମାଧ୍ୟମରେ ଆମେ ନେବା, ସେ ହେଉଛି ଲିପି। ତେଣୁ ଲିପି ହେଉଛି ଏହାର ଲିଖିତ ରୂପ ବା ଦୃଶ୍ୟମାନ ରୂପ ଧ୍ୱନିର। ତାପରେ ଆସିଲା ଅକ୍ଷର। ଅକ୍ଷର ହେଉଛି ଗୋଟିଏ ଶବ୍ଦର ଉଚ୍ଚାରଣଗତ ଏକକ ବା ଯେତେବେଳେ ସ୍ୱରଧ୍ୱନି ମୂଳ ଭାବରେ ରହିଥିବ ସେହି ବର୍ଣ୍ଣଟିରେ ବା ଲିପିର ମୌଳିକ ଏକକଟିରେ, ତାକୁ ଆମେ ଅକ୍ଷର ବୋଲି କହିବା ବା ସିଲାବୁଲ। ଯେମିତି କଟକ 3ଟି ଅକ୍ଷର, ନମସ୍କାର 4ଟି ଅକ୍ଷର, କିନ୍ତୁ ଚକ୍ ଚକ୍ କରେ ହଳନ୍ତ ଥିବା ହେତୁ ଏଠି ଚଟା କେବଳ ଗୋଟିଏ ଅକ୍ଷର ହିସାବରେ 2ଗୋଟି ଅକ୍ଷର ଚକ୍ ଚକ୍ରେ ରହିଛି। ତେଣୁ ଏସବୁ ପରେ ଆମେ ଜାଣିଲେ ଧ୍ୱନିକୁ ଲିପି ସହାୟତାରେ ତାକୁ ସାଙ୍କେତିକ ରୂପ ଦେଲେ ସେ ହେଉଛି ବର୍ଣ୍ଣ, ଅର୍ଥାତ୍ ଧ୍ୱନି ପ୍ଲସ୍ ଲିପି ଇଜିକାଲ୍ ଟୁ ହେବ ବର୍ଣ୍ଣ। ତେଣୁ ଯାହାକୁ କି ଦେଖି ହୁଏ, ଶୁଣି ହୁଏ। ତେଣୁ ଏହି ବର୍ଣ୍ଣମାନଙ୍କର ସମାହାରରେ ବର୍ଣ୍ଣମାଳା। ଫାଇନାଲ କଥା ହେଲା ଯେ ସବୁ ବର୍ଣ୍ଣ ଅକ୍ଷର ଅଟନ୍ତି, କିନ୍ତୁ ସବୁ ଅକ୍ଷର ବର୍ଣ୍ଣ ନୁହେଁ। ତେଣୁ ଏହିସବୁ କଥା ଗୁଡ଼ିକୁ ପ୍ରଥମେ ଜାଣିବାର ଆବଶ୍ୟକତା ରହିଛି। ଏହାପରେ ଓଡ଼ିଆ ଭାଷାର ସୃଷ୍ଟି, ଏହାର କ୍ରମ ବିକାଶ ବା କେଉଁ ପ୍ରକାର ଏହାର ପ୍ରଗତି ଘଟିଛି, ଏହା କିପରି ସୃଷ୍ଟି ହୋଇଛି ଇତ୍ୟାଦିକୁ ଜାଣି ଆମେ ଓଡ଼ିଆ ବ୍ୟାକରଣ ଭିତରକୁ ପ୍ରବେଶ କରିବା। ଧନ୍ୟବାଦ।